ମୁଁ ବର୍ତ୍ତମାନ ସାଧାରଣ ବଜେଟ୍ ଉପସ୍ଥାପନା କରିବାକୁ ଯାଉଛି। ରାଜ୍ୟର ଆର୍ଥିକ ଅବସ୍ଥାକୁ ଏକ ପୋଷଣୀୟ ମାର୍ଗରେ ପରିଚାଳିତ କରିବା ଲାଗି ଆମ ସମାଜର ବିଜ୍ଞ ଆର୍ଥିକ ପରିଚାଳନାର ପଥ ଅନୁସରଣ କରୁଛନ୍ତି। ବିଭିନ୍ନ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଓ କେନ୍ଦ୍ରୀୟ ଯୋଜନା ମାଧ୍ୟମରେ ପ୍ରାପ୍ତ ପାଣ୍ଠିର ଉପଯୋଗ ଏବଂ ରାଜସ୍ୱର ଅଭିବୃଦ୍ଧି ମାଧ୍ୟମରେ ବଜେଟ୍ରେ ଅତିରିକ୍ତ ବ୍ୟବସ୍ଥା କରାଯାଇଛି। ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରାଯିବ। 2023-24 ଆର୍ଥିକ ବର୍ଷର ବଜେଟ୍ ଅଟକଳ 2,30,000 କୋଟି ଟଙ୍କା ଥିଲା। ବର୍ତ୍ତମାନ ମୁଁ 2024-25 ଆର୍ଥିକ ବର୍ଷ ପାଇଁ 2,65,000 କୋଟି ଟଙ୍କାର ବ୍ୟୟବରାଦ ଅଟକଳ ନିମନ୍ତେ ପ୍ରସ୍ତାବ ଦେଉଛି, ଯାହାକି 2023-24 ଆର୍ଥିକ ବର୍ଷର ବଜେଟ୍ ଅଟକଳ ଠାରୁ ପ୍ରାୟ 15% ଅଧିକ ଅଟେ। ଶାସନ ଏକ ନିରନ୍ତର ପ୍ରକ୍ରିୟା, ତେଣୁ ପ୍ରଚଳିତ ଯୋଜନାଗୁଡ଼ିକ ଜାରି ରଖି ଜନସାଧାରଣଙ୍କର ଆଶା ଓ ଆକାଂକ୍ଷା ପୂରଣ କରିବା ପାଇଁ କେତେକ ନୂତନ ଯୋଜନା ପ୍ରସ୍ତାବିତ ଅଛି। ଖର୍ଚ୍ଚ ହେଉଥିବା ପ୍ରତ୍ୟେକଟି ଟଙ୍କା ଯେଭଳି ଉଦ୍ଦିଷ୍ଟ ହିତାଧିକାରୀ ନିକଟରେ ପହଞ୍ଚିବ ଏବଂ ତାହାର ସୁବିନିଯୋଗ ହେବ, ତାହା ଆମେ ସୁନିଶ୍ଚିତ କରିବୁ। ବାଚସ୍ପତି ମହୋଦୟା, ମୁଁ କାର୍ଯ୍ୟକ୍ରମ ବ୍ୟୟକୁ 1,55,000 କୋଟି ଟଙ୍କାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଉଛି, ଯାହାକି 2024-25 ଆର୍ଥିକ ବର୍ଷର ମୋଟ ବଜେଟ୍ ଆକଳନର 58%। ଏହା 2023-24 ଆର୍ଥିକ ବର୍ଷରେ କରାଯାଇଥିବା ବ୍ୟୟ ଅଟକଳ ଠାରୁ 24% ଅଧିକ। ପୁଞ୍ଜି ବ୍ୟୟ ବରାଦକୁ 58,195 କୋଟି ଟଙ୍କା ପ୍ରସ୍ତାବିତ ଅଛି, ଯାହା ବିଗତ ବର୍ଷର ସଂଶୋଧିତ ଅଟକଳ ଠାରୁ 26% ଅଧିକ। ଓଡ଼ିଶାର ପୁଞ୍ଜି ବ୍ୟୟ ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର 6.3%। ଏହା ସମସ୍ତ ପ୍ରମୁଖ ରାଜ୍ୟମାନଙ୍କ ମଧ୍ୟରେ ସର୍ବାଧିକ। 2024-25 ଆର୍ଥିକ ବର୍ଷରେ ପ୍ରଶାସନିକ ବ୍ୟୟ ପାଇଁ 97,725 କୋଟି ଟଙ୍କା ବରାଦ କରାଯାଇଛି। ତନ୍ମଧ୍ୟରୁ ଦରମା ପାଇଁ 32,571 କୋଟି ଟଙ୍କା, ପେନ୍ସନ୍ ପାଇଁ 22,591 କୋଟି ଟଙ୍କା, ସୁଧ ଦେୟ ବାବଦକୁ 5,500 କୋଟି ଟଙ୍କା ଏବଂ ପୁଞ୍ଜି ସମ୍ପତ୍ତିର ରକ୍ଷଣାବେକ୍ଷଣ ପାଇଁ 6,822 କୋଟି ଟଙ୍କା ଅନ୍ତର୍ଭୁକ୍ତ ଅଟେ। ବିପର୍ଯ୍ୟୟ ପ୍ରଶମନ ପରିଚାଳନା କରିବା ପାଇଁ ବ୍ୟୟବରାଦ ପରିମାଣ 3,900 କୋଟି ଟଙ୍କା। ରାଜ୍ୟର ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର ପାଇଁ ବ୍ୟୟବରାଦର ପରିମାଣ 8,375 କୋଟି ଟଙ୍କା। ଆମେ ରାଜ୍ୟର ଗ୍ରାମୀଣ ଓ ସହରାଞ୍ଚଳ ସ୍ଥାନୀୟ ନିକାୟ ସଂସ୍ଥାମାନଙ୍କୁ ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିଶ ଆଧାରରେ ପ୍ରାୟ 3,804 କୋଟି ଟଙ୍କା ଏବଂ ପଞ୍ଚମ ରାଜ୍ୟ ଅର୍ଥ ଆୟୋଗଙ୍କ ସୁପାରିଶ କ୍ରମେ ପ୍ରାୟ 4,449 କୋଟି ଟଙ୍କା ହସ୍ତାନ୍ତର କରିବାକୁ ପ୍ରସ୍ତାବ ରଖିଛୁ। ମୋଟ ବ୍ୟୟ ଅଟକଳକୁ ମୁଖ୍ୟତଃ ରାଜସ୍ୱ ପ୍ରାପ୍ତିରୁ 2,11,000 କୋଟି ଟଙ୍କା ଏବଂ ଋଣ ଓ ଅନ୍ୟାନ୍ୟ ବାବଦରୁ ମିଳିବାକୁ ଥିବା 54,000 କୋଟି ଟଙ୍କାରୁ ଭରଣା କରାଯିବାର ପ୍ରସ୍ତାବ ରହିଛି। 2024-25 ଆର୍ଥିକ ବର୍ଷର ବିତ୍ତୀୟ ନିଅଣ୍ଟର ପରିମାଣ ସାମଗ୍ରିକ ରାଜ୍ୟର ଘରୋଇ ଉତ୍ପାଦର 3.5% ହେବ ବୋଲି ଆକଳିତ ହୋଇଛି। 2024-25 ଆର୍ଥିକ ବର୍ଷ ପାଇଁ ଆକଳନ କରାଯାଇଥିବା ମୋଟ ରାଜସ୍ୱ ପ୍ରାପ୍ତି ମଧ୍ୟରେ ରାଜ୍ୟର ରାଜସ୍ୱ ଟିକସ 60,000 କୋଟି ଟଙ୍କା, ନିଜସ୍ୱ ଅଣଟିକସ ରାଜସ୍ୱ 58,000 କୋଟି ଟଙ୍କା, କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ ଭାବରେ 55,232 କୋଟି ଟଙ୍କା ଏବଂ କେନ୍ଦ୍ରୀୟ ଅନୁଦାନ ବାବଦରେ ମିଳିବାକୁ ଥିବା 37,768 କୋଟି ଟଙ୍କା ଅନ୍ତର୍ଭୁକ୍ତ। ମୁଁ ବର୍ତ୍ତମାନ ଏହି ବଜେଟ୍ର ବିଭିନ୍ନ କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ଅନ୍ୟ 9ଟି ପ୍ରମୁଖ ସ୍ତମ୍ଭ ଅଧୀନସ୍ଥ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିବା ପାଇଁ ଯାଉଛି।